ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଅତ୍ୟଧିକ ପରିମାଣରେ ଆପଣମାନେ ଆମମାନଙ୍କୁ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ନୂତନ ବର୍ଷ ନିମନ୍ତେ 4ଟି ଉତ୍ତମ ପରାମର୍ଶ ବା ନୂତନ ବର୍ଷ ନିମନ୍ତେ 4ଟି ଉତ୍ତମ ଅଭ୍ୟାସ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପରମେଶ୍ୱର ଆମମାନଙ୍କୁ ନୂତନ ବର୍ଷ ସେ ଦେବା ପାଇଁ ଯାଉଅଛନ୍ତି। ଆଉ ନୂତନ ବର୍ଷରେ ପ୍ରବେଶ କଲେ ଆମେ କି ପ୍ରକାର ଭାବରେ ଆମେ ଉତ୍ତମ ଅଭ୍ୟାସ ଗୁଡ଼ିକ ଆମେ ରଖିପାରିବା, ସେହି ବିଷୟରେ ମୁଁ ଆପଣମାନଙ୍କୁ କିଛି କହିବା ପାଇଁ ଚାହେଁ। ପ୍ରଥମେ ପଢ଼ିବା ଆମେ ଫିଲିପିଓ 3 ଅଧ୍ୟାୟର 14 ପଦ। ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି। ପ୍ରିୟମାନେ, ଏହି ନୂତନ ବର୍ଷରେ ଯେତେବେଳେ ଆମେ ପ୍ରବେଶ କରିବା, ସେହି ସମୟରେ ପଶ୍ଚାତ୍ ବିଷୟଗୁଡ଼ିକକୁ ଆମେ ମନରୁ ଦୂର କରିବା। ଅନେକ ସମୟରେ ଆମର ପଶ୍ଚାତ୍ ବିଷୟଗୁଡ଼ିକ ଆମମାନଙ୍କ ମନରେ ଥିବାରୁ ଆମେ ଆଗକୁ ବଢ଼ିପାରୁନାହୁଁ। ଇସ୍ରାଏଲ ଲୋକମାନେ ଯେତେବେଳେ ସେମାନେ ମିଶର ଦେଶରୁ ବାହାରି କିଣାନ୍ ଦେଶ ଆଡ଼କୁ ଯାଉଛନ୍ତି, ସେହି ସମୟରେ ପଶ୍ଚାତ୍ ବିଷୟଗୁଡ଼ିକ ମନେ ପଡ଼ୁଛି। ମିଶର ଦେଶର ପିଆଜ, ମିଶର ଦେଶର ରସୁଣ, ମିଶର ଦେଶର ଖରବୁଜ, ମିଶର ଦେଶର ମାଛ, ଏସବୁ ବିଷୟଗୁଡ଼ିକ ତାଙ୍କୁ ମନରେ ଥିବାରୁ ସେ ଆଗକୁ ବଢ଼ିପାରୁନଥିବେ। 2025 ମସିହାରେ ଅନେକ ପ୍ରକାର ବିଷୟଗୁଡ଼ିକ ଆପଣମାନଙ୍କ ଜୀବନରେ ଘଟିଛି। ଅନେକ ଜଣ ଆପଣଙ୍କୁ କଷ୍ଟ ଦେଇଛନ୍ତି, ଅପମାନିତ କରିଛନ୍ତି, ଆପଣଙ୍କୁ ଲଜ୍ଜିତ କରିଛନ୍ତି। ଏହିସବୁ ବିଷୟଗୁଡ଼ିକକୁ ଯଦି ଆପଣ ମନରେ ରଖିବେ, ସେମାନଙ୍କୁ କ୍ଷମା ଦେବେ ନାହିଁ, ତାହେଲେ ଆପଣ ନୂତନ ବର୍ଷ ଯେତେବେଳେ ଯିବେ, ସେତେବେଳେ ଆପଣ ନୂତନତା କିଛି ନଥିବ, ଆପଣ ଆଉ କିଛି କୌଣସି ଉତ୍ତମ କାମ କରିପାରିବେ ନାହିଁ। କାରଣ ଆପଣଙ୍କ ମନ ମଧ୍ୟରେ ପୁରାତନ ବିଷୟଗୁଡ଼ିକ ଭର୍ତ୍ତି ରହିଛି। ଆପଣ କି ପ୍ରକାର ଭାବରେ ପୁରା 2025 ମସିହାରେ ବିଫଳ ହେଲେ, ଅନେକ ସ୍ଥାନରେ ଆମେ ବିଫଳ ହେଇଛୁ। ଯେ ପାଉଲ କହୁଛି ପଶ୍ଚାତ୍ ବିଷୟକୁ ଗୋଟେ ଦୁଇଟା ନେଇ ସବୁ ମନରୁ ଦୂର କରିବାର ଅଛି। ଏଇଟା ଆମମାନଙ୍କୁ ଉତ୍ତମ ଅଭ୍ୟାସ। ପଶ୍ଚାତ୍ ବିଷୟଗୁଡ଼ିକ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟକୁ ଆମେ ଦେଖିବାର ଅଛି। ସମ୍ମୁଖରେ ଯାହା ରହିଛି, 2026 ମସିହା ସମ୍ମୁଖରେ ଅଛି, ଆଉ 2025 ମସିହା ପଛକୁ ଗଲାଣି, ତାକୁ ଛାଡ଼ି 2026ରେ ଆମେ ଆଗକୁ ବଢ଼ିବାର ଅଛି। ଯଦି ଆମେ ସେସବୁ ବିଷୟଗୁଡ଼ିକୁ ଆମେ ଛାଡ଼ିବା ନାହିଁ, ତାହେଲେ ଆମେ 2026ରେ ଆମେ ଆଗକୁ ବଢ଼ିପାରିବା ନାହିଁ। ସେଥିପାଇଁ 2025ର ଉତ୍ତମ ଅଭ୍ୟାସ ବା ଉତ୍ତମ ପରାମର୍ଶ ଆପଣଙ୍କ ନିମନ୍ତେ ଏହା ଅଟେ ଯେ ଆମେ ପଶ୍ଚାତ୍ ବିଷୟଗୁଡ଼ିକକୁ ମନରୁ ଆମେ ଦୂର କରିବା। ତାହେଲେ ଆମମାନେ 2026ରେ ଆମେ ଆଗକୁ ବଢ଼ିପାରିବା, ଦୌଡ଼ି ପାରିବା, ଆମେ ଧାଇଁ ପାରିବା। ଏହା ପରମେଶ୍ୱରଙ୍କ ଇଚ୍ଛା ଆମମାନଙ୍କ ନିମନ୍ତେ। ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ ଯେ ଆପଣ ଏହି 2026ରେ ଅପବ୍ୟୟ କରନ୍ତୁ ନାହିଁ। ଅପବ୍ୟୟ କହିଲେ ଅନେକ ସମୟରେ ଆମମାନଙ୍କର ସବୁଠୁ ଅଧିକ ଯଦି ଆମେ ଅପବ୍ୟୟ କରୁଛୁ, ତାହା ହେଲା ସମୟ। ଆମେ ଆମର ସମୟକୁ ଅତ୍ୟଧିକ ପରିମାଣରେ ଅପବ୍ୟୟ ଆମେ କରୁଛୁ। ସାଧୁ ପାଉଲ ସେ କହୁଅଛନ୍ତି 1 କରିନ୍ଥୀୟ ଏହାର 7 ଅଧ୍ୟାୟ 29 ପଦରେ, କିନ୍ତୁ ହେ ଭାଇମାନେ, ମୋ କଥାର ଭାବ ଏହି ସମୟ ଅତି ଅଳ୍ପ। ଆମମାନେ ସବୁଠୁ ଅଧିକ ପରିମାଣରେ ଅପବ୍ୟୟ କରୁଛୁ, ଆଉ ମୂଲ୍ୟବାନ ବିଷୟ ଯେଉଁ ଅପବ୍ୟୟ କରୁଛୁ, ନଷ୍ଟ କରୁଛୁ, ସେଟା ହେଲା ସମୟ। ମୋବାଇଲରେ ରିଲ୍ସ ଦେଖି ଦେଖି, ମୋବାଇଲରେ ଫେସବୁକ୍ ଦେଖି ଦେଖି, ମୋବାଇଲରେ ଅନ୍ନେସେସରି ବିଷୟ ଗୁଡ଼ିକକୁ ଦେଖି ଦେଖି, ଆବଶ୍ୟକ ନାହିଁ ମୋବାଇଲ ଆମେ ମଧ୍ୟ ବ୍ୟବହାର କରୁଛୁ, ମାତ୍ର ଯେତେବେଳେ ଯେଉଁଟା ଆବଶ୍ୟକ ସେଇଟା ଆମେ ଦେଖୁଛୁ। ଅନ୍ନେସେସରି ବିଷୟ ଗୁଡ଼ିକକୁ ଦେଖି 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 ଆମମାନଙ୍କର ସମୟକୁ ଆମେ ଅପବ୍ୟୟ କରୁଛୁ, ଆମମାନଙ୍କ ଟ୍ୟାଲେଣ୍ଟକୁ ଅପବ୍ୟୟ କରୁଛୁ, ଆମମାନଙ୍କର ଧନ ସମ୍ପତ୍ତିକୁ ଆମେ ଅପବ୍ୟୟ କରୁଛୁ, ଆମମାନଙ୍କର ଜ୍ଞାନକୁ ଅପବ୍ୟୟ କରୁଛୁ। ସେଥିପାଇଁ
ମସିହାରେ ଅପବ୍ୟୟ କରନ୍ତୁ ନାହିଁ। ପରମେଶ୍ୱର ଆପଣଙ୍କର ଜୀବନର ସବୁ କିଛି ଆପଣଙ୍କୁ ଫେରାଇ ଦେଇପାରିବେ। ଉତ୍ତମ ସ୍ୱାସ୍ଥ୍ୟ ଦେଇପାରିବେ, ହରାଇଥିବା ବିଜନେସ୍ ଦେଇପାରିବେ, ହରାଇଥିବା ଆପଣଙ୍କ ଧନ ସମ୍ପତ୍ତି ଦେଇପାରିବେ, ମାତ୍ର ସମୟ ଦେଇପାରିବେ ନାହିଁ। ବିଶେଷ କରି 2026 ମସିହାରେ ସମୟକୁ ଅପବ୍ୟୟ କରନ୍ତୁ ନାହିଁ। ସମୟକୁ କେହି ଜଣେ ମଧ୍ୟ ଆପଣଙ୍କୁ ଫେରାଇକିନା ଆପଣ ଦେଇପାରିବେ ନାହିଁ। ସେଥି ନିମନ୍ତେ ଏହି ବିଷୟରେ ଆମେ କରିବା ଯେ ସମୟକୁ ଆମେ ନଷ୍ଟ କରିବା ନାହିଁ। ଆମେ ଏହି ଉତ୍ତମ ଅଭ୍ୟାସ ରଖିବା ଯେ ଆମେ ଆମର ସମୟକୁ ଆମେ ସଠିକ ଭାବରେ ଆମେ ବ୍ୟବହାର କରିବା। ଆମେ 2026 ମସିହାରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମମାନେ ଏଇ 2026 ମସିହାରେ ଗୋଟିଏ ବହୁତ ଭଲ ଅଭ୍ୟାସ ଆଉ ଗୋଟେ ରହିଛି, ସେଇଟା ହେଲା ଆମମାନଙ୍କର ମଣ୍ଡଳୀ ସହଭାଗିତାରେ ରେଗୁଲାର ଆମେ ଯିବା। ଆଜି ଅନେକ ଜଣ ମଣ୍ଡଳୀ ସହଭାଗିତାରେ ସେମାନେ ରେଗୁଲାର ଯାଆନ୍ତି ନାହିଁ। ସେମାନେ କେବଳ କୌଣସି ପ୍ରକାର ପର୍ବପର୍ବାଣୀ ବା ରବିବାର ଦିନ ସେମାନଙ୍କର ମଣ୍ଡଳୀ ସହଭାଗିତାକୁ ସେମାନେ ଯିବା ପାଇଁ ପସନ୍ଦ କରନ୍ତି। ଲେଖାଯାଏ ଏବ୍ରି 10:25 ଆଉ କେହି କେହି ଯେପରି ଆମ୍ଭମାନଙ୍କର ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି। ମଣ୍ଡଳୀ ପରିତ୍ୟାଗ କରନ୍ତି ନାହିଁ, ମଣ୍ଡଳୀରେ ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକ ହେଉଛି ସେଇଟାକୁ ସେମାନେ ପରିତ୍ୟାଗ କରନ୍ତି। ପରିତ୍ୟାଗ କରନ୍ତି ମାନେ କହିଲେ ଜାଣି ଶୁଣି ଛାଡ଼ନ୍ତି। ସେମାନଙ୍କ ପାଖରେ ସମୟ ଅଛି, ସମୟ ନଥିଲେ ଅଲଗା କଥା। ଘରେ ବସିଛନ୍ତି, ବେକାରରେ ବସିଛନ୍ତି, ଟିଭିରେ ବସିଛନ୍ତି, ମୋବାଇଲରେ ବସିଛନ୍ତି, ସାଙ୍ଗସାଥି ସହିତ ବସିଛନ୍ତି, ଜାଣୁଛନ୍ତି ମଣ୍ଡଳୀର ଉପାସନା ଚାଲିଛି, ମଣ୍ଡଳୀର ସହଭାଗିତା ଚାଲିଛି। ପ୍ରିୟମାନେ, ଏଇଟାକୁ ଆପଣ ଅବହେଳା କରନ୍ତୁ ନାହିଁ। ମଣ୍ଡଳୀ ଉପାସନାକୁ ଦୟାକରି ଆପଣ ଅବହେଳା କରନ୍ତୁ ନାହିଁ। ଆପଣ ରେଗୁଲାର ଚର୍ଚ୍ଚ ଫେଲୋସିପ୍ ଆଟେଣ୍ଡ କରନ୍ତୁ, ରେଗୁଲାର ଆପଣ ଚର୍ଚ୍ଚ ସହଭାଗିତାରେ ଯାଆନ୍ତୁ, ଯାହାଦ୍ୱାରା କି ଆପଣ ଆତ୍ମିକ ଭାବରେ ମଜବୁତ ହେଇପାରିବେ, ଆଗମନ ପାଇଁ ପ୍ରସ୍ତୁତ ହେଇପାରିବେ, ଆପଣ ପରମେଶ୍ୱରଙ୍କର ସ୍ୱରକୁ ଆପଣ ଶୁଣିପାରିବେ। ମଣ୍ଡଳୀ ଉପାସନାକୁ ଆପଣ ପରିତ୍ୟାଗ କରନ୍ତୁ ନାହିଁ। ଆଉ ଚତୁର୍ଥରେ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ପରିବାର ସହିତ ଆପଣ ଟାଇମ୍ ସ୍ପେଣ୍ଡ କରନ୍ତୁ। ଆଜି ଅନେକ ଭାଇ ଭଉଣୀମାନଙ୍କୁ, ଅନେକ ଖ୍ରୀଷ୍ଟିଆନ ମାନଙ୍କୁ ପରିବାରକୁ ସବୁ ବିଷୟ ଦେଇଦେବେ, ମାତ୍ର ପରିବାର ସହିତ ସେମାନେ ସମୟ ବିତେଇ ପାରିବେ ନାହିଁ। ସେମାନଙ୍କ ପାଖରେ ସମୟ ନାହିଁ ଯେ ପରିବାର ସହିତ ସେମାନେ ଟାଇମ୍ ସ୍ପେଣ୍ଡ କରିପାରିବେ, ପରିବାର ସହିତ ସେମାନେ ସମୟ ବିତେଇ ପାରିବେ। ଆଜି ଅନେକ ପରିବାର ନଷ୍ଟ ହେବାର କାରଣ କ'ଣ? କାରଣ ପରିବାର ସହିତ ସେମାନେ ସମୟ ବିତାନ୍ତି ନାହିଁ। ପରିବାର ଯଦି ବସିବେ, ସମସ୍ତ ହାତରେ ମୋବାଇଲ ଥିବ। ପରିବାରରେ ବସିବା ସମୟରେ ଜଣେ ବେଡରୁମ୍ରେ ଥିବେ, ଜଣେ କିଚେନ ରୁମ୍ରେ ଥିବେ, ଜଣେ ଲିଭିଂ ରୁମ୍ରେ ଥିବେ। କୌଣସି ପ୍ରକାର ଭାବରେ କାହା ସହିତ କାହାର ସେମାନଙ୍କର କନେକ୍ସନ୍ ନଥିବ। ଖାଉଥିବେ ସିନା, କଥାବାର୍ତ୍ତା ହେଉନଥିବେ। ସମସ୍ତେ ନିଜ ନିଜର ମୋବାଇଲକୁ ଧରି ସେମାନେ ବ୍ୟସ୍ତ ରହୁଥିବେ। ପରିବାର ସହିତ ଆପଣ ଟାଇମ୍ ସ୍ପେଣ୍ଡ କରନ୍ତୁ। ପରିବାରରେ ଗୋଟେ ମଜବୁତ ସମ୍ପର୍କକୁ ଆପଣ ବିଲ୍ଡଅପ୍ କରନ୍ତୁ, ମଜବୁତ ସମ୍ପର୍କକୁ ଆପଣ ତିଆରି କରନ୍ତୁ। ଏହା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆମମାନଙ୍କ ପରିବାର ମଧ୍ୟରେ, ପରସ୍ପର ମଧ୍ୟରେ ଗୋଟିଏ ମଜବୁତ ସମ୍ପର୍କକୁ ଆମେ ତିଆରି କରିବାର ଅଛି। ଏହି 2026 ମସିହା ଯେଉଁ ପ୍ରଭୁ ଆମମାନଙ୍କୁ ଦେଉଛନ୍ତି, ଏ 2026 ମସିହାରେ ଏହି 4ଟି ଉତ୍ତମ ଅଭ୍ୟାସ ଆମମାନଙ୍କର ରହିବାର ନିହାତି ଆବଶ୍ୟକ ରହିଛି। ପ୍ରଥମ ବିଷୟ, ପଶ୍ଚାତ ବିଷୟକୁ ମନରୁ ଦୂର କରିବେ, ସମୟକୁ ଅପବ୍ୟୟ କରିବେ ନାହିଁ, ଚର୍ଚ୍ଚର ସହଭାଗିତାକୁ ଆପଣ ପରିତ୍ୟାଗ କରିବେ ନାହିଁ, ଆଉ ପରିବାରରେ ସମୟ ବିତାଇବେ। ପରିବାରରେ ଆପଣ ଗୋଟେ ମଜବୁତ ସମ୍ପର୍କକୁ ଆପଣ ତିଆରି କରିବେ। ବାଇବଲର ଅନେକ ଉଦାହରଣ ଗୁଡ଼ିକ ରହିଛି ପରିବାର ମଧ୍ୟରେ ଗୋଟେ ମଜବୁତ ସମ୍ପର୍କକୁ ଗଢ଼ିବା ପାଇଁ। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଉ ଏହି 2026 ମସିହା ଯେଉଁ ପ୍ରଭୁ ଦେବା ପାଇଁ ଯାଉଛନ୍ତି, ପ୍ରକୃତରେ ଏଇଟା ଆମମାନଙ୍କ ନିମନ୍ତେ ଗୋଟେ ହ୍ୟାପି ନ୍ୟୁ ଇୟର ହେଉ। ଆଉ ଏହି ନ୍ୟୁ ଇୟରରେ ଆମେ ଆହୁରି ଅଧିକ ପ୍ରଭୁଙ୍କ ସହିତ ଲାଗି ରହିବା। ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ମଙ୍ଗଳମୟ ପରମେଶ୍ୱର ଅଟ। ଆଉ ତୁମେ ଆମମାନଙ୍କୁ ସବୁ ସମୟରେ ତୁମର ପବିତ୍ର ବାକ୍ୟ ଦ୍ୱାରା କଥାବାର୍ତ୍ତା ହେଉଛ। ସେଥିପାଇଁ ମୁଁ ତୁମର ଗୌରବ କରେ। ତୁମେ ତୁମ ଲୋକମାନଙ୍କର ଯତ୍ନ ନେବା ପାଇଁ ଜାଣ, ସେମାନଙ୍କୁ ପରାମର୍ଶ ଦେବା ପାଇଁ ଜାଣ। ପ୍ରଭୁ, ସେମାନେ ଯେ ପ୍ରକାର ଉତ୍ତମ ଭାବରେ ଆତ୍ମିକ ଜୀବନରେ ବଢ଼ିବେ, ଏଥି ନିମନ୍ତେ ତୁମେ ଏହି କାର୍ଯ୍ୟକ୍ରମ ଗୁଡ଼ିକ ରଖିଛ। ଧନ୍ୟବାଦ
ପ୍ରାର୍ଥନା ଶୁଣିଛ, ପ୍ରାର୍ଥନା ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।